ଯାତ୍ରାର ପେଣ୍ଠସ୍ଥଳ ସେଠି ଯାତ୍ରା ମାଲିକ ମାନେ ଯାତ୍ରା ଅନୁଷ୍ଠାନ ତିଆରି କରିଥିଲେ, କିନ୍ତୁ ଯେତେବେଳେ କଳାକାର ଆବଶ୍ୟକତା ପଡେ ସେଇ ସଂସ୍ଥାକୁ ଚଲେଇବା ପାଇଁ କଳାକାରଙ୍କର ଆବଶ୍ୟକତା ପଡେ। ଭଲ କଳାକାର ଯୋଉମାନଙ୍କ ପାଇଁ ଟିକେଟ ବିକ୍ରି ହୁଏ ସେଇମାନଙ୍କୁ ଖୋଜାଯାଏ ବାଲେଶ୍ୱର। ତେଣୁ ବାଲେଶ୍ୱର ହଉଛି କଳାର ମାଟି। ବାଲେଶ୍ୱର ମାଟିରେ ଠିଆ ହେଇକି ମାଇକ୍ରୋଫୋନ ଧରି କହିବାର ସୁଯୋଗ ମତେ ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ଦଉଛି। ଯାତ୍ରା ଆଜି ବହୁତ ବର୍ଷ ଧରି ଯେତେବେଳେ ଆମେ ଜନ୍ମ ହୋଇନଥିଲୁ ସେତେବେଳଠୁ ଯାତ୍ରା ଚାଲି ଆସିଛି। ସେଇ ଯାତ୍ରା ସଂସ୍ଥା ଆଜି ବଞ୍ଚିଛି ବୋଲି ଆଜି ଆମେ ମାନେ ଆପଣଙ୍କ ସାମ୍ନାରେ ଆପଣମାନଙ୍କ ଭଲ ପାଇବା ସମୁଦ୍ର। ସେଇ ଯାତ୍ରା ସଂସ୍ଥାକୁ ବଞ୍ଚେଇ ରଖିଥିଲେ ଅନେକ ଦୁଃଖ କଷ୍ଟ ସହି ଆମର ଗୁରୁଜନ, ଆମର ବଡ କଳାକାର ଲେଙ୍କାନନଙ୍କ ସମୟରେ ଯୋଉ କଳାକାର ମାନେ ଥିଲେ ଅନେକ କଷ୍ଟ କରି ଶଗଡ଼ ଗାଡିରେ ବାସ ବୋହି ଏ ଗାଁରୁ ସେଇ ଗାଁ ଯାତ୍ରା କରି ଏହି ସଂସ୍ଥାଟିକୁ ବଞ୍ଚେଇ ରଖିଥିଲେ, ଯାହା ଫଳରେ ଆଜି ଆମେ ଏତେ ବଡ ବଡ ଗାଡି ଚଢିବାର ସୁଯୋଗ ପାଉଛୁ, ଲୋକଙ୍କ ପାଖରେ ପହଞ୍ଚି ପାରିଛୁ। ବାପି ସାର୍ ଆପଣ ମଧ୍ୟ ଆମର ନୃତ୍ୟ ଗୁରୁ, ଆମ ଯାତ୍ରା ଅନୁଷ୍ଠାନ ମାନଙ୍କର ଏ ବର୍ଷ ଆମର ଯୋଉ ନାଟକଟି ହେଇଛି ହାଇଦର, ସେଇ ନାଟକର ମଧ୍ୟ ନୃତ୍ୟ ଗୁରୁ ହଉଛନ୍ତି ବାପି ସାର୍। ବାପି ସାର୍ଙ୍କ ପାଇଁ ଆଜି ଏଠି ମୁଁ ଠିଆ ହେଇଥିବାରୁ ବାପି ସାର୍ଙ୍କୁ ବହୁତ ବହୁତ ଧନ୍ୟବାଦ। କିଛି ଦିନ ତଳେ ଆପଣ ମାନେ ଅନୁଭବ କରିଥିବେ କି ନାହିଁ ମୁଁ ଜାଣିନି, ସିନେମା ଏବଂ ଯାତ୍ରା ମଧ୍ୟରେ ପାର୍ଥକ୍ୟ ବାରି ହେଇଯାଉଥିଲା। ବହୁତ ବର୍ଷ ତଳେ ଯେତେବେଳେ ଆପଣ ଯାତ୍ରା କରୁଥିଲେ ସେ ସମୟରେ ଯାତ୍ରାକୁ ଦୁଃଖ କଷ୍ଟ ସହିତ ବଞ୍ଚେଇ ରଖି ସିନେମା କଳାକାରଙ୍କ ସାଙ୍ଗରେ ଫାଇଟ କରି ଆଜି ଆମ ଯାତ୍ରା ସିନେମାଠୁ ଉର୍ଦ୍ଧ୍ୱରେ। ଆଜି ଆମ ଯାତ୍ରା ଲୋକ ବେଶୀ ଦେଖୁଛନ୍ତି ସିନେମା ଅପେକ୍ଷା। ଏବଂ କିଛି ସିନେମା ହଲ ଆପଣ ମାନେ ଜାଣିଥିବେ, କିଛି ସିନେମା ହଲ ମାର୍କେଟ କମ୍ପ୍ଲେକ୍ସ ଏବଂ ଯୋଉ ବାହାଘର ମଣ୍ଡପରେ ବଦଳି ଯାଇଛି, ଠିକ ସେମିତି ନାହିଁ। ଆପଣଙ୍କ ପରି କଳାକାର ଯେତେବେଳେ ନିଜର ଘରେ ରହିଯାଇଛନ୍ତି ଆଉ ମଞ୍ଚକୁ ଯାଉନାହାନ୍ତି, ଆପଣଙ୍କ ବିନା ଆମ ଯାତ୍ରା ତଳ ଟେଣ୍ଟ ବି ସେ ଯୋଉ ସିନେମା ହଲଟି ଆମର ସପିଂ ମଲରେ ବଦଳି ଯାଇଛି। ଆମେ ଯାତ୍ରା କରୁଛୁ ସତ, ମନୋରଞ୍ଜନ ଦଉଛୁ ସତ, କିନ୍ତୁ ସେ ନାଟ୍ୟ ପରିବେଷଣ ଆମେ ପାଉନୁ। ଆପଣଙ୍କ ଅଭାବ ଆମେ ଆଜି ପର୍ଯ୍ୟନ୍ତ ମଧ୍ୟ ଅନୁଭବ କରୁଛୁ। ଆଶା କରିବୁ ବାବା ଖୁଜେଶ୍ୱର, ଜଗତର ବଡ଼ ଠାକୁର ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏମିତି ଦୀର୍ଘାୟୁ କରନ୍ତୁ, ଆପଣଙ୍କୁ ବହୁତ ଲମ୍ବା ଆୟୁଷ ଦିଅନ୍ତୁ। ପ୍ରତ୍ୟେକ ବର୍ଷ ଆପଣ ଏମିତି ଆମକୁ ପାଦ ତଳକୁ ଡାକି ଆମ ମୁଣ୍ଡ ଉପରେ ହାତ ରଖି ଦିଅନ୍ତୁ। ଆପଣଙ୍କୁ ଅନୁସରଣ କରି ଆମେ 13 ନଈ 7 ସମୁଦ୍ର ନେଇ ଚାଲିଛୁ। ଏତିକି ଆପଣଙ୍କ ପାଖରେ ଆମ କାମ। ଧନ୍ୟବାଦ। ଡାଇଲଗ ଆମର ଗତ ବର୍ଷ ମୁଁ ଥିଲି ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟରେ। ତୁଳସୀ ଗଣନାଟ୍ୟର ଗୋଟେ ନାଟକ ଆପଣ ଦେଖିଥିବେ, ତୋ ସାଥେ ବନ୍ଧା ମୋ ଜୀବନ ଡୋରି। ଖରା ହଉଛି, ବର୍ଷା ହଉଛି, ଦୈତାରୀ ପଣ୍ଡା ବାହା ହଉଛି, ଦେଖିଛନ୍ତି? ସେଇ ନାଟକର ନାଟ୍ୟକାର ହଉଛନ୍ତି ଆମ ରାଜେଶ। ସେଇଥିପାଇଁ ନାଟକଟି କହିଲି। ସାର୍ ଏଠି ଉପସ୍ଥିତ ଅଛନ୍ତି। ସାର୍ ଯେଉଁ ଲେଖିଥିଲେ ତାଙ୍କରି ଲେଖାକୁ ଆମେ କହୁଥିଲୁ। ଆଜି ମଧ୍ୟ ସେଇ ଡାଇଲଗରୁ ପଦେ ଆପଣଙ୍କ ସାମ୍ନାରେ କହିକି ମୁଁ ବିଦାୟ ନେବି। ଆପଣଙ୍କ କାର୍ଯ୍ୟକ୍ରମ ଆରମ୍ଭ ହବ, ଆମେ ମଧ୍ୟ ଯାତ୍ରା କରିବା ପାଇଁ ରେଷ୍ଟ ନେବୁ। ଗୀତ ବି ଗାଇବାକୁ ପଡିବ ସାରେ, ଗୀତ ଗାଇ ହେ କୃଷ୍ଣ, ତମେ ତ ବାହା ପାଇଁ ରାଜି ହେଇଗଲା। ମୁଁ ଆଗରେ ଆଗରେ ମନ୍ଦିରକୁ ଚାଲିଲି, ତମେ ଖାଲି ତମ ବାପାଙ୍କ ସାଙ୍ଗରେ ଆସି ମନ୍ଦିରରେ ପହଞ୍ଚିଲି। ସେଇଠି ମୋ ଅସଲ ରୂପଟା ଦେଖିଲି। ସେଇଠି ମୁଁ ଦୈତାରୀ ପଣ୍ଡ ଭଳିଆ ତମର ବଡ ବେଶର ଇଚ୍ଛା କରିଥିଲି। ଖରା ହଉଛି, ବର୍ଷା ହଉଛି, ଦୈତାରୀ ପଣ୍ଡ ବାହା ହଉଛି। ଧନ୍ୟବାଦ। ଯେହେତୁ ଯୁବପିଢି ଅନୁରୋଧ କରିଛନ୍ତି, ଯୁବପିଢିଙ୍କ ପାଇଁ ଗୋଟିଏ ହାଇଦର ନାଟକର ଡାଇଲଗ। ଏ ପ୍ରିୟା, ପ୍ରେମିକା ଭୁଲିବା ଜିନିଷ ନୁହେଁ, ଆଉ ଯାହାକୁ ଭୁଲି ହେଇଥାଏ ସିଏ ପ୍ରେମିକା ନୁହେଁ। ଧନ୍ୟବାଦ। ସେ ପାଠ ମତେ ଜଣା ନାହିଁ।